ନାଇଁ ମୁଁ କେବେ ତାଙ୍କୁ ଗ୍ରହଣ କରିବା ପରେ ନାହିଁ ଯେ ମୁଁ ଯଦି ଚାହୁଁଛି କି ସେ ଯଦି ଅଲଗା ଜାଗାରେ କେଉଁଠି ଖୁସିରେ ଅଛି ତ ଥାଉ କିଛି ପ୍ରୋବ୍ଲେମ୍ ନାହିଁ ମୋର ବାସ୍ ମୋତେ ଡିଭୋର୍ସ ଦେଇଦେଉ ଆଉ ମୋ ଛୁଆକୁ ମୋତେ ହ୍ୟାଣ୍ଡ ଓଭର କରିଦେଉ। ପ୍ରେମ ବାଳରେ ଯଦି ସେ ଖାଇବା ଛୁଆର ଆଜି ପର୍ଯ୍ୟନ୍ତ ନେଇନି ଏମିତିକି ଇଭିନ୍ ମାନେ ରାତିରେ ସେ ଖାଇବାକୁ ଦିଏନି ମୁଁ ତାଙ୍କୁ ଗାଳି କରେ ଛୁଆ ଏତେ ବଡ଼ ରାତିରେ କାହିଁ ଛୁଆକୁ ଖାଇବାକୁ ଦେଉନୁ ନା ସେ କ୍ଷୀର ଖାଇକି ଶୋଇପଡ଼ିବ। ଆରେ କ୍ଷୀର ଖାଇଲେ କ'ଣ ରାତି ଅଧରେ ଛୁଆ କାନ୍ଦୁଥିବ ମୁଁ ତାକୁ ରାତି ଅଧରେ ଖାଇବାକୁ ଦେବି ସକାଳୁ ଇଭିନ୍ ତାକୁ ଖୁଏଇବନି ମୁଁ ତାକୁ ଅଫିସ୍ ଗଲାବେଳେ ଖୁଏଇକି ଯାଏ ଛୁଆକୁ। ଆକ୍ଚୁଆଲି ଆମକୁ ଆମର ମ୍ୟାରେଜ୍କୁ 5.5 ବର୍ଷ ହେଇଗଲାଣି ତ ଆମ ମ୍ୟାରେଜ୍ ପରେ ତାଙ୍କ ଘରେ ମାନେ ଆମର ଆକ୍ଚୁଆଲି ଆରେଞ୍ଜ ୱିଥ୍ ଲଭ୍ ମ୍ୟାରେଜ୍ ଥିଲା ତ ତାପରେ ତାଙ୍କ ଘରେ ବି ଆକ୍ସେପ୍ଟ କଲେ ଆମକୁ ତ ତାପରେ କିଛି ଦିନ ରିଲେସନସିପ୍ ପରେ ଆକ୍ଚୁଆଲି ପିଲା ହେବାର 21 ପିଲାର 21 କି ତା ପରଦିନ ଏମିତି ତାଙ୍କୁ ଥରେ ହ୍ୱାଟ୍ସଆପ୍ ଚାଟ୍ରେ ମୁଁ ଧରିଲି କି ଅଲଗା ପିଲା ସାଙ୍ଗରେ ଚାଟିଂ ଫାଟିଂ କରୁଛନ୍ତି ତ ସଙ୍ଗେ ସଙ୍ଗେ ମୁଁ ତାଙ୍କ ଘରକୁ ଇନଫର୍ମ କଲି କି ଏମିତି ଏମିତି କଥା ତ ତାଙ୍କ ଘର ଲୋକ ରିଲେଟିଭ୍ ସବୁ ଆସି ମାନେ ସମାଧାନ କରି ଯାଇଥିଲେ। ପୁଣି ସେକେଣ୍ଡ ଟାଇମ୍ ତାର ଠିକ୍ ବର୍ଷେ ପରେ ମୁଁ ଇନଷ୍ଟାରେ ପାଇଲି ଚାଟିଂ। ନାଇଁ ନାଇଁ ନୋଟିଫିକେସନ୍ରେ ମୋ ନଜରରେ ପଡ଼ିଲା ତ ମୁଁ ମୋବାଇଲ୍ ଚେକ୍ କଲି ସେ ମୁଁ ସେକେଣ୍ଡ ଟାଇମ୍ ଆଇ ଲଭ୍ ୟୁ ଦେଖିଥିଲି ତାଙ୍କ ଇଏରେ ତ ସେଇପାଇଁ ମୁଁ ତାଙ୍କ ଘର ବି ଡାକିଲି ପୁଣି ଛୁଆ ମୁଣ୍ଡରେ ହାତ ଦେଇଗଲା ତାପରେ ମୁଁ ଭାବିଲି ବୋଧେ ଚେଞ୍ଜ ହେଇଗଲା ଇଏ ହେଇଗଲା ତ ତା ପାଇଁ ମୁଁ ଆଉ କିଛି ଡାଉଟ୍ ଫାଉଟ୍ କଲିନି ଛୁଆ ମୁଣ୍ଡରେ ହାତ ଦେଇଛି ତ ଆଉ କ'ଣ ତାଠୁ ବଡ଼ କିଛି କ'ଣ ହେଇପାରେ ଗୋଟେ ମାଆ ପାଇଁ ତ ମୁଁ ସେଇ ଇଏରେ ତାଙ୍କୁ ଢିଲା କରିଦେଲି ତାପରେ ଆଉ କିଛି ଚେକ୍ ଫେକ୍ କଲିନି କିଛି ଦିନ ସେ ଘରେ ରହିଲେ ମୋ ବାବା ମା ନାଁରେ ବି ସିଏ ମୋତେ ବହୁତ ମୁଁ କ'ଣ କି ମାନେ ମୋ ସ୍ତ୍ରୀ ଯାହା କୁହେ ମୁଁ ମୋ ଭିତରେ ରଖେ ବାବା ମା ଯାହା କୁହନ୍ତି ମୋ ଭିତରେ ରଖେ ତ ମୁଁ ଏଇଟା ମାନେ ପାରିବାରିକରେ ବାଲାନ୍ସ କରିକି ଚାଲିବାକୁ ମୁଁ ଚେଷ୍ଟା କରେ ତ ମୁଁ ସେଇପାଇଁ ମୋର ଗୁଜୁରାଟ 2.5 ମାସ ଟ୍ରାନ୍ସଫର୍ ହେଇଥିଲା ମୁଁ ଭାବୁଛି ସେଇ ଭିତରେ କିଛି ତାଙ୍କର ପ୍ଲାନିଂ ଥିଲା ଆଗରୁ କି କ'ଣ ମୁଁ ଯେତେବେଳେ କଟକ ଟ୍ରାନ୍ସଫର୍ ହେଲି ସେତେବେଳେ ସେମାନେ କହିଲେ କି ମୁଁ ତୁମ ପାଖରେ ରହିବି ଯାହା ବି ହଉ ମୁଁ କହିଲି ମୁଁ ସପ୍ତାହ ଥର ତ ଆସିପାରିବି ଏଠି ପାଖରେ ତ ସେ କହିଲା ନା ମୁଁ ଯିବି ତ ଆସିବାର ମାନେ 15 ଦିନ ହେଇଛି ଯେଦିନ 15 ଦିନ ସେ ସେଦିନ ପଳେଇଲେ 30 ତାରିଖ ମେ 30 2025ରେ ଆକ୍ଚୁଆଲି ସକାଳୁ ଯେମିତି ମୁଁ ପ୍ରତିଦିନ ଅଫିସ୍ ଯାଏ ସେମିତି ଅଫିସ୍ ଗଲି ଆଉ ମୁଁ କେବେ ବି ଅଫିସ୍ରୁ ତାଙ୍କୁ କଲ୍ କରେନି ଏମର୍ଜେନ୍ସି ହେଲେ କଲ୍ କରେ ନହେଲେ ମୋର କାମରେ ବହୁତ ପ୍ରେସର୍ ଥାଏ ତ ମୁଁ କଲ୍ କରେନି କେବେ ତାଙ୍କ ଯେ ଏମର୍ଜେନ୍ସି କଲ୍ କରନ୍ତି ନହେଲେ ନାହିଁ ତ 10ଟା ଖଣ୍ଡେ ବେଳେ ବାବା ତାଙ୍କୁ କଲ୍ କଲେ ତାଙ୍କ କଲ୍ 40-45 ମିନିଟ୍ ୱେଟିଂ ଆସିଲା ମାନେ ମଝିରେ ମଝିରେ ଟ୍ରାଏ କରିଥିଲି ୱେଟିଂ ବାପା ପଚାରିଲେ କିଏ କଲ୍ କରିଛି ସେ ମୋ ନାଁ କହିଲେ କିନ୍ତୁ ମୁଁ ତାଙ୍କୁ କଲ୍ କରିନି ତା ଆଗ ଦିନ ସନ୍ଧ୍ୟାରୁ ସେ ଦିନ ଯିବା ପର୍ଯ୍ୟନ୍ତ ମୁଁ ତାଙ୍କୁ କଲ୍ରେ କଥା ବି ହେଇନି ମୋବାଇଲରେ ଆଉ ତାପରେ ମୁଁ 6:30 ବେଳେ ମୋର ଅଫିସ୍ରୁ ଆସିକି କଲୋନୀରେ ପହଞ୍ଚିଲି ତ 6:30 ବେଳେ ମୁଁ ମୋ ସାଙ୍ଗର ଗୋଟେ କଲିଗ୍ର ତାଙ୍କର ମେଡ଼ିକାଲ କେସ୍ ଥିଲା ଅଶ୍ୱିନୀ କଟକରେ ସେ ମେଡ଼ିକାଲ ଟିକେ ପ୍ରୋବ୍ଲେମ୍ ଥିଲା ବୋଲି ମୁଁ ତାଙ୍କ ସାଙ୍ଗେ ଯାଇଥିଲି ମୁଁ ଫୋନ୍ କରୁଥିଲି ସେଇଭଳି କି ତାଙ୍କୁ ଜଣାଇବାକୁ କି ମୋର ଗୋଟେ ଲେଟ୍ ହେଇଯିବ ଆଉ ପହଞ୍ଚିବାର ଅଫିସ୍ରୁ ମୁଁ ଯାଉଛି ଏମିତି ତ କଲ୍ ଲାଗିଲାନି ମୁଁ କହିଲି ବୋଧେ ଚାର୍ଜ ଫାର୍ଜ ନଥିବ କଲ୍ ଲାଗିନି ସୁଇଚ୍ ଅଫ୍ କହିଲା ଆଉ ତ ମୁଁ ତାପରେ ଯେତେବେଳେ 8:15 ପର୍ଯ୍ୟନ୍ତ କଲ୍ ଲାଗିଲାନି ମୁଁ ଘର ଅନର୍କୁ କଲ୍ କଲି ତ ଘର ଅନର୍କୁ ଯେତେବେଳେ କଲ୍ କଲି ସେ କହିଲେ ହଁ ଲାଇନ୍ ଅଛି ମୁଁ କହିଲି ଲାଇନ୍ ଅଛି ତ କ'ଣ ବୋଧେ ତା ଆଗ ଦିନ ମୋବାଇଲର କଭର ଛୁଆ ଖୋଲି ଦେଇଥିଲା ମୁଁ କହିଲି ମୋବାଇଲ ପକେଇ ଦେଇଥିବ କେଉଁଠି କ'ଣ ଆଉ ସେଇପାଇଁ ମୁଁ ଯାଏ ଘର ଦେଖିବି ସେଦିନ ମୁଁ ବିରିୟାନୀ ବି କିଣିକି ଆଣିଲି 10:10 ବେଳକୁ ମୁଁ 10:09ରେ ମୁଁ ବେଲ୍ ବଜେଇଲି ଘର ଅନର୍ ଚାବି ଖୋଲିଲେ ତାପରେ ମୁଁ 10:10-11 ହେବ ମୁଁ ଦେଖିଲା ବେଳକୁ ଚାବି ପଡ଼ିଛି ଡୋର୍ରେ ଆଉ ଚାବି ସାଇଡ଼୍ରେ ପଡ଼ିଛି ତ ମୁଁ ଘର ଅନର୍ ପଚାରିଲି କୁଆଡ଼େ ଗଲେ ମାନେ ଘର ଅନର୍ କହିଲେ ତୁମେ ଜାଣିନ ଆଉ ସିଏ ତ 2ଟା ବେଳକୁ ପଳେଇଲେଣି ମୁଁ କହିଲି 2ଟା ବେଳକୁ ପଳେଇଲେଣି ମୁଁ କିଛି ଜାଣିନି ଘର ଖୋଲିକି ଭିତରେ ଦେଖିଲା ବେଳକୁ ମାନେ ଘର ସବୁ ଯେତିକି ଷ୍ଟେସନାରୀ ଜିନିଷ ତାଙ୍କର କସ୍ମେଟିକ୍ ସବୁର ଖୋଳ ପଡ଼ିଛି ଜିନିଷ ନାହିଁ ଏମିତିକି ହେୟାର ଡ୍ରାୟର ଇଏ ସିଏ ତାଙ୍କ ଜିନିଷ ଜୁଏଲାରୀ ପଇସା ତାଙ୍କ ପାଖରେ 5,000 ଟଙ୍କା ଥିଲା ଆଉ ଆକାଉଣ୍ଟରେ ବି ପଇସା ଥିଲା ଆଉ ତାଙ୍କର ଯେଉଁ ଡ୍ରେସ୍ ଆଉ ସବୁଠୁ ମଜା କଥା କି ଆମେ 15 ଦିନ ରହିଲା ଭିତରେ ତାଙ୍କର ଯେଉଁ ଲଗେଜ୍ ଥିଲା ଡ୍ରେସ୍ର ସେ ଓପନ୍ କରିନଥିଲେ ମୁଁ କହିଲି କାହିଁକି ଓପନ୍ କରୁନ ନା ଝୁଳି ଫୁଳି ପଡ଼ିବ ଲଗେଜ୍ରେ ଥାଉ ତାଙ୍କର ଯିବାର ଆଗରୁ ପ୍ଲାନିଂ ହେଇଛି ତ ସେଇପାଇଁ ସେ ମୁଁ ଜାଣିପାରିଲିନି ଯେ ଲଗେଜ୍ରୁ କାହିଁକି ଖୋଲେ ମୁଁ କହିଲି ଧୂଳି ଫୁଳି ପଡ଼ୁଛି ଠିକ୍ ଅଛି ଆଉ ସେ ଗଲାବେଳେ ଏମିତି ଯାଇଛନ୍ତି ମାନେ ନିଜର ସବୁ ଜିନିଷ ନେଇଛନ୍ତି ଛୁଆର ଖାଲି ଡେଲି ୟୁଜ୍ ଜିନିଷ ନେଇଛନ୍ତି ମାନେ ଖାଇବା ବି ଛୁଆର ନେଇନାହାନ୍ତି ହେଲା ସେ ପାଖାପାଖି 4ଟା ବ୍ୟାଗ୍ରେ ନେଇଛନ୍ତି ଗୋଟେ ମାନେ ଏଇଠି ଆସିଲା ପରେ 20-30 ହଜାର ଟଙ୍କା ସେ ଖାଲି ସପିଂ କରୁଛନ୍ତି ଡ୍ରେସ୍ ଫ୍ରେସ୍ ଇଏ ସିଏ ମିଶିକି ତାପରେ ବି ତାଙ୍କର ଜୁଏଲାରୀ ଯାହା ଥିଲା ଆଣିଥିଲେ ଘରୁ ପ୍ୟାକିଂ କରିକି ସିଏ ସବୁ ହଁ ମାନେ ଯାହା ଆଣିଥିଲେ ଘରୁ ସିଫ୍ଟିଂ ଯେତେବେଳେ ଆମେ ହେଲୁ ଯାହା ଆଣିଥିଲେ ସେ ଜୁଏଲାରୀ ସବୁ ନେଇଛନ୍ତି
आउ पैसा हार्ड कैश 5,000 ରୁ 6,000 भितर थिला अकाउंट्स रे भी तांकर पैसा थिला 3-4 हज़ार टका पाखापाखि ए सब नहीं कि सी जाइंट आ गला बेले गोटे ऑटो वाला आसपर लगेज नहीं जे अधिक लगेज होती ऑटो वाला गोटे रेड कलर ट्रॉली बैग नहीं अमेरिकान लो आउ भेंटी बैग गोटे गोटे कांध बैग आ गोटे बड़ नाई किसी जन ना जन तो मुझे सांगे सांगे घर ओनर को फोन करता कि कौन कि गोटे एक्शन मुझे पारता तो मत किसी जनइलेनी से खाली बाबा को फोन करके कहले मिछरे आमर झगड़ा है मु झगड़ा ना ना किसी झगड़ा है झगड़ा है आम घर ओनर को पचारि पारे गोटे झगड़ा हो तो ता तल फ्लोर 2टा स्टेप घर ओनर रोचे जापर घर ओनर कहते आश्चर्य कहते तुम डेली जाऊँ शॉपिंग करके आनुच बुलूच खुशी खुशी रोच सी केमती कौन एमती कले तो घर ओनर भी आश्चर्य तो मत बेसी दुख लगुच कि माने मोर जो छुआटा जाइए तो तार जो गोटे माँ जदि तार खाइबा भी नहीं एटलिस्ट तार सब गहना सजबाज जिनस नहीं जाइए आ प्रेम सी पड़ी एमती जदि कर छुआर अवस्था कौन हम सहीटा तो मुझे बुझीपार छुआ को सी कि माने प्रकार संस्कार दब तो से जिनसटा मुझे बहुत वरीड अच्छी तो माने नाई मु केबे तांको ग्रहण करिया परे नाही जे मु जदि चाहूची कि जदि अलग जगह कोठी खुशी रे अछि तो थाउ किछि प्रॉब्लम नाही मोर बस मते डिवोर्स दे दो आ मो छुआ को मते हैंड ओवर कर दो काहे ना एभलिया संस्कार रे छुआ बढिवो तो छुआर भविष्य तो कोन हबो प्रेम बाळ रे जदि से खाइबा छुआर आज पर्यंत नहीं एमिति कि इवन माने राति रे से खाइबा को दिएनी मु तम गाली करे छुआ एते बड़ राति रे काई छुआ खाइबा को दोन ना से खीरो खाइ के सोई पडिवो अरे खीरो खाइले कोन राति अधर छुआ कांदुथिवो मु ताको राति अधर खाइया को देबी सकाळु इवन ताको खुएबनी मु ताको ऑफिस गला बेले खुए की जाय छुआ को आ छुट्टी दिन तो छुआ को मु गाधुआ को दी ये से सब करे एठी नाई मु केबे कथा हैनी किंतु अननोन नंबर कॉल आसे मु उठाए ता वॉइस मु जाने ता वॉइस सुनले मु कहि देबी जे सी आगुरु संपर्क थिला कि नथिला एटा मु डाउट मु किछि जानेनी आ मु सबले तांको फ्री छाडची आ सेटा ही मोर बदे माने आजी मु भुगुची सेही पाई मु तांको किछि भी कंप्लेन दबा को कि तने तांको डिमांड पूर्व मु फिलफिल करे माने बुझी परचंती एबे से जाइचंती वर्षकर कॉस्मेटिक जिंस तांपर अछि माने वर्षकर माने से शॉपिंग करचंती माने मु गुजरात ट्रांसफर होला बेले सब किनि देकी जाइतिली कि मु आसीबी 6 मास की वर्ष परे आसीबी तो मु जानथली कटक हटात ट्रांसफर हो जिवो तो से भाया कौन कह माने तांको मु चिन्हिनी मु जाने बोर्डिंग कंप्लीटेड नर्चर डिस्कवर फ्लाई विथ प्राइड TSG Gurukul, the ultimate home for your child.